ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଗୋଟେ ଭଲ ଟପିକ୍ ଉପରେ ଆପଣଙ୍କୁ କହିବି, ସେ ହେଲା ଘୋଡ଼ା ନାଲ ଫ୍ୟାସନ୍। ଘୋଡ଼ା ନାଲଟା ମୋ ପାଖରେ ନାହିଁ ବୋଧେ, ଘୋଡ଼ା ନାଲ ମୁଦି ତ ମୁଁ ରଖେ ନା। ଘୋଡ଼ା ନାଲ ଫ୍ୟାସନ୍ କ'ଣ? ଘୋଡ଼ା ନାଲ ପିନ୍ଧିବା କଥା ନା ନାହିଁ, କାହିଁ ପିନ୍ଧନ୍ତି? ମୋ ଗାଁରେ ସେ ନନା କହିଦେଇଥିଲେ, ମୁଁ ପିନ୍ଧିଦେଇଛି। ମୋତେ ମୋ ନନା ଆଣିକି ଦେଇଛନ୍ତି। ନନା ମାନେ ବାବାଙ୍କୁ କୁହନ୍ତି। ସାଉଦର୍ନ ଇଣ୍ଡିଆରେ ନାନା ମାନେ ବାବା। ହଉ, ଘୋଡ଼ା ନାଲ ପିନ୍ଧିବେ ନା ପିନ୍ଧିବେନି, କାହିଁକି ପିନ୍ଧିବେ, ଏସବୁ ଜିନିଷ ଉପରେ ଟିକେ କ୍ଲାରିଫିକେସନ୍ ଦେବା। ପ୍ରଥମେ ଦେଖନ୍ତୁ, ଘୋଡ଼ା ନାଲଟା କ'ଣ? ଲୁହା ଶନିଙ୍କ ପାଇଁ ଲେଖା ହେଇଛି। ସେଇ ସମାନ ଶାସ୍ତ୍ର ଜାତକ ପାରିଜାତ ମୋଷ୍ଟ ପ୍ରୋବାବ୍ଲି ଚାପ୍ଟର 2, ଇଫ୍ ଆଇ ରିମେମ୍ବର କରେକ୍ଟଲି, ଯଦି ଠିକ୍ରେ ମୁଁ ମନେ ପଡ଼ୁଥାଏ, ତାହେଲେ ଚାପ୍ଟର 2 ଜାତକ ପାରିଜାତ ବହିରେ ଲେଖା ହେଇଛି ଯେ ଆପଣଙ୍କର ଲୁହାଟା ହେଲା ଶନି ଗ୍ରହ। ତେଣୁ ଘୋଡ଼ା ନାଲ ପିନ୍ଧିଦେଲେ ଶନିଙ୍କ ପ୍ରାଦୁର୍ଭାବଟା କଟିଯିବ। କେଉଁ ଯୁଗରେ ଇଏ ଶନି ରାହୁ କେତୁଙ୍କୁ ବଦନାମ କରାଯାଇଛି, ଆଜି ପର୍ଯ୍ୟନ୍ତ ବି ଲୋକମାନେ ଖାଲି ସେଇ 3ଟା ଗ୍ରହକୁ ଛାଡ଼ିଦେଲେ ଆଉ ଅନ୍ୟ ଗ୍ରହ କଥା ଭାବୁନାହାନ୍ତି। ଚନ୍ଦ୍ର ଭଳିଆ ଗୋଟେ ଗ୍ରହ ଗୋଟେ ଲୋକକୁ ପାଗଳ କରିଦେବ। ପୁଣି ଇଲେକ୍ଟ୍ରିସିଟି ଚାଲିଗଲା। ଆଉ ସୂର୍ଯ୍ୟ ଭଳିଆ ଗୋଟେ ଗ୍ରହ ଗୋଟେ ଲୋକକୁ ହାର୍ଟ ଆଟାକ୍ରେ ମାରିଦେଇପାରେ। ସବୁ ଡିପେଣ୍ଡ କରେ ଯେ ଆପଣଙ୍କର କେମିତି ରହିଛି ଗ୍ରହ ସ୍ଥିତି ଜାତକରେ। ଜାତକରେ ଯଦି ଗ୍ରହ ସ୍ଥିତି ଭଲ ନାହିଁ, ଯେଉଁ ଗ୍ରହ ଭଲ ନାହିଁ, ସିଏ ଆପଣଙ୍କୁ ତା ଦଶା ସମୟରେ ହଇରାଣ କରିବ। ଇଏ ଶନି ରାହୁ କେତୁଙ୍କୁ ଦୟାକରି ଆପଣଙ୍କୁ ଖୁବ୍ ବିନମ୍ର ଅନୁରୋଧ ମୋର, ବିଲକୁଲ ଡରନ୍ତୁ ନାହିଁ। ଯିଏ ବି ଡରଉଛି ତାକୁ ସିଧା ଆପଣ ପ୍ରଶ୍ନ ପଚାରନ୍ତୁ, ଏବଂ ମୋ ମତରେ ସେ ଗୋଟେ ଠିକ୍ ଜ୍ୟୋତିଷ ନୁହେଁ। ହଉ, ଏବେ ଆସିବା ଆମର ଟପିକ୍ ଉପରେ। ଯେକୌଣସି ଗୋଟେ ଗ୍ରହଙ୍କ ବଳାବଳ ଆପଣଙ୍କ ଜାତକରେ ବଢ଼େଇବା ପାଇଁ ସେଇ ଗ୍ରହର ପଥର, ସେଇ ଗ୍ରହର ରୁଦ୍ରାକ୍ଷ, ସେଇ ଗ୍ରହର ଧାତୁ, ସେଇ ଗ୍ରହ ଯେଉଁ ଗଛ ସହିତ ଆସୋସିଏଟେଡ୍ ତାର ଚେର, ସେଇ ଗ୍ରହର ରଙ୍ଗ ଧାରଣ କରାଯାଏ। ପୁଣି ରିପିଟ୍ କରି କହୁଛି, ଯେକୌଣସି ଗୋଟେ ଗ୍ରହର ବଳ ବଢ଼ାଇବା ପାଇଁ ତାର ଧାତୁ, ତାର ରତ୍ନ, ତାର ରୁଦ୍ରାକ୍ଷ, ତାର ଅଙ୍ଗର ଡ୍ରେସ୍, ସେ ଯେଉଁ ଗଛ ସହିତ ଆସୋସିଏଟେଡ୍ ତାର ଚେର ଇତ୍ୟାଦି ଇତ୍ୟାଦି ଧାରଣ କରାଯାଏ। ତ ଖାଲି ଆପଣଙ୍କର ଯଦି ଆମେ ସେଇ ହିସାବରେ ଦେଖିବା, ତାହେଲେ ଶନିଙ୍କ ପାଇଁ ବ୍ଲୁ ପଥର ଗୁଡ଼ା ଯେଉଁଟା ଆମର ନୀଳମ ବୋଲି କୁହାଯାଉଛି। ରୁଦ୍ରାକ୍ଷ ହିସାବରେ ଯଦି ଶନିଙ୍କ ପାଇଁ ସେମିତି କିଛି ରୁଦ୍ରାକ୍ଷ ନାହିଁ। ରତ୍ନ ହିସାବରେ କହିଲି, ଧାତୁ ହିସାବରେ ଲୁହା, ପଥର ହିସାବରେ ଶିବ, ଗଛ ହିସାବରେ ଶାମି ଗଛ ବା ଯେକୌଣସି ଗୋଟେ କଣ୍ଟା ଗଛ, ସେଇଟା ସେଇ ଗଛର ଚେର ଆପଣ ଧାରଣ କରିପାରିବେ। ତ ଯଦି ଆମେ ସେଇ ରୁଦ୍ରାକ୍ଷ, ଶିବ ସେଇ ଧାତୁ ଧାରଣ କରନ୍ତି, ସେଇ ଗ୍ରହର ପ୍ରଭାବଟା ବଢ଼ିବ। ଅର୍ଥାତ୍ ଆପଣ ଯଦି ଆପଣଙ୍କ ଜୀବନରେ ଶନିଙ୍କର ତତ୍ତ୍ୱଟାକୁ ଆଣିବାକୁ ଚାହୁଁଛନ୍ତି, ଆପଣ ନାଲ ପିନ୍ଧୁନାହାନ୍ତି। ପ୍ରେସ୍କ୍ରିପ୍ସନଟା କିନ୍ତୁ ଭୁଲ କରିକି ଆପଣଙ୍କୁ ଦିଆହେଉଛି ଯେ ଶନି ଆପଣଙ୍କର ଗୋଟେ କ'ଣ ଅସୁବିଧା କରିଦେବେ, ସେଥିରୁ ବଞ୍ଚିବା ପାଇଁ ଆପଣ ଘୋଡ଼ା ନାଲଟା ପିନ୍ଧନ୍ତି, ସମ୍ପୂର୍ଣ୍ଣ ଭୁଲ। ସେ ଗ୍ରହର ପ୍ରଭାବରୁ ବଞ୍ଚିବା ପାଇଁ ସେ ଗ୍ରହ ସହିତ ଯେଉଁ ଜିନିଷ ଆସୋସିଏସନ୍ ତାକୁ ଛାଡ଼ିବେ। ଉଦାହରଣ ସ୍ୱରୂପ ଭାବି ନିଅନ୍ତୁ, କସ୍ମିନ୍ କାଳେ ଶନି ଗୋଟେ ଆପଣଙ୍କ ପାଇଁ ଖରାପ ପ୍ରଭାବ ହେଲା। ଭାବି ନିଅନ୍ତୁ, ସୋ କଲ୍ଡ ମାନେ ଗୋଟେ
गोटे फिक्शनाल बा काल्पनिक नहीं जाऊँ मो तो शनि बहुत भल ग्रह किसी असुविधा मैं निज कहूनी निज मतरे ज्योतिष शास्त्र मत भी सेमती कौन जगह विड़ंबना कराइनि तो शनि आपण गोटे भाव नि कस्मिन काल गोटे खराब ग्रह हेले तो आपण प्रथम जिनस घोड़ा नाल पिंधे ना द्वितीय जिनस कला ड्रेस पिंधे ना तृतीय जिनस से जो कंटा जातीय गछ आप घर आखपाखे रखिए ना चतुर्थ जिनस रुद्राक्षट सेमती मोर किसी मन पड़ूना शनि आउ जो रुद्राक्ष मन गोटे शनि था ताकू पिंधे ना बर यही सब जिन आप दान करदे कला ड्रेस दान करदे लुहा आपको गोटे खंडाटे कि दान करदे मंदिर गोटे कौन आपण से जो कैक्टस प्लांट से कैक्टस प्लांट को आपण क्या गोटे दान करदे आपन जो जिनसटा को देदेवे से ग्रहर इंपैक्ट आपण सरीज से गोटे कहुए गोटे आमर एमती भी जे आपन जदि क्या पैसा बहुत बड़े दे दौरान आपन घर लक्ष्मी छाड़ीजे आप सुना दे दौरान आप सड़ी आप जिन इनवाइव करेंगे से जिन आसे तथा मैं जिनस जाऊनी मो ग्रह को नहीं कहूँ आपड़ जदि शनिकर छाया बचा चाहते प्रथम जिन घोड़ा नाल ठाऊ दूर रही लुहा ठाऊ दूर रही लुहा बोले कौन लुहा आजिकल बुलेट गाड़ी जोटा कि आज 20 वर्ष धरी मुझे चलाऊँ जेबोटे चलाऊँ मोर बुलेट गाड़ी गोटे भी एक्सीडेंट है जदिव शनि मो जातक भल एत भल नुहति तो आपण से भाया बुलेट गाड़ी चलेबे हाँ जो ग्रहर बड़ा बड़ा आने आप से ग्रह रिलेटेड धातु जिनिस पत्थर पिंधे ताको छाड़ियापी से जिन दान करदे ताठू दूरे रही आउ ता छड़ा किसी तार ये ना आप शनि मंत्र पढ़ा दरकार नहीं शनि मंदिर जाए पूजा करने दरकार नहीं से समान जिन कहले परा आपण पूजा हनुमान को करिपारंती कहुए हनुमान शनि की बंचई थे रावण कबल हनुमान को पूजा करें शनि शनि की इटसेल पूजा करेंगे जदि कृपा चाहूना तो आदि शनि आप घर खराब घर अच्छा किसी खराब प्रभाव दौरान आप शनि की पूजा करेंगे अधिष्ठा पूजा करेंगे हनुमान पूजा करें मो कथा बुझी हो तेणु जो डरी मरिकी आप शनि मंदिर पहुँच जाऊँचा भूल आप जगन्नाथ कहीं पूजा कर मो तो जन्म से पुण्य ना जे मुझे महाभाव को पूजा करें आपण मैंने बहुत देखी आम ओडिशा समस्ते दौड़ी जय जगन्नाथ कहीं कहीं पूजा कर निजर करने दूरे देवाई निजर करने तो शनि की आप पूजा कर कौन पाई शनि को निज जीवन आने ना दूरे देवाई तेणु जो लोग जातक शनि भल अच्छी से ही केवल पूजा कर शनि शनिकर खराब इफेक्ट दूरे देवाई शनि की पूजा करेंगे ना बुझीगला तो घोड़ा नाल जदि आप पिंधुंट शनिकर प्रादुर्भाव बचाई संपूर्ण भूल जदि बाई चान्स सेमती किसी खराब होता है घोड़ा नाल पिंधला मैंने आप गोटे असुविधा जोर कि हम उदाहरण शनि आपणकर षष्ठ घरे अच्छा दशा चली शनि जातक बहुत बड़ा बड़ हो आपण जातक शनि गोटे भल ग्रह भी मन कर तत्कालिक रूपे नुहे नेचुराली जदि शनि की खराब कहुई दशा समय सी आपन को रोग में पकड़ शनिकर रोग कौन सब आज्ञा जॉइंट पेन जॉइंट गुड़ा पेन हो आप बसी थे हठात देखिए पिठी तरफ नर्व स्पाइनल कॉर्ड रिलेटेड प्रोब्लेम बाहरी पारे शिव स्पाइनल कॉर्ड तो नहीं वर्टेब्रल कॉलम स्पाइनल कॉर्ड टाक आम सूर्य सहित दे वर्टेब्रल कॉलम जॉइंट गुड़ा शनि सहित एसोसिएटेड हाँ तो से जगह आप देखिए आप बसते आप हाड़टा खसीगला भाया हम सार मुझे एत दिन एत गाड़ी चल किसी है कौन हठात खसीगला हाड़टा L5 डिस्लोकेट होगा शनि से समय जब लुहाटे पिंधि ग्रेड 1 नु ग्रेड 2 खसीज एका मो कथा बुझी हो तो तेणु घोड़ा नाल पिंधार फैशन ठार दूरे रू घोड़ा नाल बिल्कुल शनि नुहे बर शनिकर शक्ति आने गोटे आमर
ମିଥୁନ ଲଗ୍ନର ଲୋକଟେ, ତା ପାଇଁ ମନେକର ଶନି ହେଲେ ଭାଗ୍ୟର ଅଧିପତି। ତେଣୁ ସିଏ ପିନ୍ଧିବ ଶନିର ରତ୍ନ ପିନ୍ଧିବ, କଳା ପିନ୍ଧିବ, ଇଏ ପିନ୍ଧିବ। ଯଦି ଜାତକରେ ଶନି ଭଲ ଜାଗାରେ ବସିଥାନ୍ତେ, ଭାଗ୍ୟ ଅଧିପତି ହେଇକି ଯଦି ଷଷ୍ଠରେ ବସିଥିବେ ତାହେଲେ ଅସୁବିଧା। ଯଦିଓ ଷଷ୍ଠରେ ମିଥୁନ ଲଗ୍ନ ପାଇଁ ଶନି ଉଚ୍ଚ ହେଇଗଲେ, କହୁଛି ଗୋଟେ ଉଦାହରଣ ଦେଇ, ତେଣୁ ସିଏ ପିନ୍ଧିପାରେ କିନ୍ତୁ ଆପଣ ପିନ୍ଧିବେ ନାହିଁ। ଆଉ ମନେ ରଖିଥାନ୍ତୁ, ଏଇ ଯେଉଁ ଶନିଙ୍କର ଧାତୁଟା ଯେହେତୁ ଲୁହା, ତାଙ୍କ ମୁଦିଟା ବି ଆପଣ ଲୁହାରେ କରି ପିନ୍ଧିବା କଥା। ଶନିଙ୍କର ଲୁହା ମୁଦି ଆପଣ ପିନ୍ଧିବା କଥା, କିନ୍ତୁ ପିନ୍ଧିଲେ ନାହିଁ। ଲୁହା ପିନ୍ଧିବା ଦ୍ୱାରା ଯଦି ଆପଣଙ୍କ ଶରୀର ଉପରେ କିଛି ଇମ୍ପାକ୍ଟ ପଡ଼ୁଥାଏ, ମୁଁ ଜାଣିନାହିଁ ମେଡ଼ିକାଲି, ଯଦି ଆପଣଙ୍କର ଦେହରେ ଆଇରନ୍ ସର୍ଟେଜ୍ ବଢ଼ିଯିବ, କୁଆଡ଼େ କମିଯାଇଥିବ, ଲୁହା ପିନ୍ଧିଲେ ବଢ଼ିଯାଏ, ସେସବୁ ଜିନିଷ ଆପଣ ପାଇବେ। କିନ୍ତୁ ତାଠୁ ବେଟର ଅପସନ୍ ହେଲା ଗୋଟେ ଫୋଲିକ୍ ଏସିଡ୍ ଟାବଲେଟ୍ ଖାଇଦେବେ। ମୁଁ କହିବା କଥା ଯେ ତାର ଫିଜିକାଲ୍ ପ୍ରପର୍ଟିଟା ଆପଣଙ୍କୁ ମିଳିଯିବ, କିନ୍ତୁ ଆପଣ ଗୋଟେ କଳା ଶାଲ୍ଟେ ଘୋଡ଼େଇ ହେଲେ ଆପଣଙ୍କୁ ଥଣ୍ଡାରୁ କମିଗଲା ସିନା, କିନ୍ତୁ ଶନିଙ୍କର କୃପାଟା ଆପଣଙ୍କ ଉପରେ ପଡ଼ିକି ରହିଲା। ଆପଣ କହିବେ ସାର୍ ଆପଣ ପଳେଇବେ, ଏଇଟା ଆଜ୍ଞା ଅଙ୍ଗବସ୍ତ୍ର ମୋ ଆଶ୍ରମ, ଈଶା ଜାଗା ସେଣ୍ଟର କୋଏମ୍ବାଟୁର, ଆପଣ ଲେଖା ହେଇଛି ଆଦି ଯୋଗିଆ ନମ, ମୁଁ କିଛି କରିପାରିବିନି, ମୁଁ ମଗେଇକି ତ ପିନ୍ଧୁଛି ଆଜି 7-8 ବର୍ଷ ହେଲା। ତେଣୁ ଘୋଡ଼ା ନାଲ ଫ୍ୟାସନ୍ ଠାରୁ ଦୂରେଇ ରୁହନ୍ତୁ। ଯେଉଁ ମନ୍ଦିରକୁ ଗଲେ ମିଳୁଛି ଘୋଡ଼ା ନାଲ, ଯେଉଁଠି ଦେଖିବ ଲୁହା। କିଛି ଲୋକ ମଝିରେ କହିଲେ ଯେ ଘୋଡ଼ାଟା ଦୌଡ଼ିଥିବା ଘୋଡ଼ା ନାଲଟା କାମ ଲାଗିବ, ପ୍ଲେନ୍ ମିଳିବନି। ଯେକୌଣସି ଲୁହା କାମ କରିବ ଆଜ୍ଞା। ଘୋଡ଼ା ନାଲଟା ଗୋଟେ ଏମିତି ପ୍ରକାର ଲୁହା ଯେଉଁଟାକି ଗୋଟେ ବହୁତ ପିଓର ଲୁହା ନୁହେଁ, ଗୋଟେ ଆମାଲଗମେସନ୍ ଯେଉଁଟାକି ସହଜରେ ଘୋରି ହୁଏ ନା। ସେଇଥିଲାଗି ଆମେ ଗୋଟେ କହିଦେଉଛୁ ଘୋଡ଼ା ନାଲ, କିନ୍ତୁ ସେ ଖାଲି ଲୁହାରୁ ହିଁ ବନା ହୁଏ। ସିମ୍ପଲ୍ କଣ୍ଟାଟାକୁ ବାଡ଼େଇକି ଗୋଲେଇ କରିଦେବା, ଯାହା ଗୋଟେ ଘୋଡ଼ା ନାଲ ପିନ୍ଧିବା ସେଇ। ଆଉ କେତେ ଯେ ଆପଣ କିଏ ଘୋଡ଼ା ପିନ୍ଧିଥିବା ନାଲ କଢ଼ା ହେଲା ପରେ ସେଥିରୁ ପଡ଼ିକି ଦେଉଛନ୍ତି, ସେଟା ଇଏ କରୁନି। ହଁ, ଘୋଡ଼ା ନ ପିନ୍ଧା ହେଇଥିବା ନାଲଟା ହୁଏତ କରିଦେଇପାରେ କିଏ, କିନ୍ତୁ ପିନ୍ଧା ହେଇଥିବା ନାଲର କେହି କରିକି ଦେବେ ନାହିଁ। ଘୋଡ଼ା ନାଲ ଫ୍ୟାସନ୍ ଠାରୁ ଦୂରେଇ ରୁହନ୍ତୁ। ଶନି ଗୋଟେ ଖୁବ୍ ଭଲ ଗ୍ରହ। ଶନି ହିଁ ଗୋଟିଏ ଗ୍ରହ ଯିଏକି ଆପଣଙ୍କୁ ଆୟୁଷ ଦେଇପାରିବେ। ଆଉ ବଞ୍ଚିବେ ତ ନାହିଁ, ଆପଣଙ୍କର ଭାଗ୍ୟ କ'ଣ ଇଏ କ'ଣ, ଯଦି ଶନି ଜାତକରେ ନାହିଁ ତାହେଲେ ଆପଣ ବଞ୍ଚିବେନି। ଆଉ ବଞ୍ଚିବେ ତ ନାହିଁ, ଆଉ ତାହେଲେ ମୁଁ ଜ୍ୟୋତିଷ ପାଖକୁ କ'ଣ ଯିବି, ଚାକିରି କ'ଣ କରିବି, କ'ଣ କରିବି। ତେଣୁ ଶନି ହେଲା ସେହି ଗ୍ରହ ଯିଏ ଆପଣଙ୍କୁ ଆୟୁଷ ଦେବ। ତେଣୁ ଶନିଙ୍କୁ ଆପଣ ନ ଡରିକି ବରଂ ଶ୍ରଦ୍ଧାର ସହିତ ପୂଜା କରିବା କଥା। କିନ୍ତୁ ଆପଣ ଯେଉଁ ଡରି ମରିକି ଘୋଡ଼ା ନାଲଟା ପିନ୍ଧୁଛନ୍ତି, ସେ ଯଦି ବି ଖରାପ ଥିବ ଆହୁରି ଖରାପ କରି ପକାଇବ, ଯଦି ବି ଇନକେସ୍ ଥାଏ ଗଙ୍ଗା ପଣ୍ଡିତଙ୍କ ମତ ଅନୁସାରେ। ତେଣୁ ଘୋଡ଼ା ନାଲଠାରୁ ଦୂରେଇ ରହିବେ। ଆଉ ଅଥେଣ୍ଟିକ୍ ଜ୍ୟୋତିଷଙ୍କୁ ସବୁବେଳେ ପଚାରନ୍ତୁ। ଆପଣମାନେ ଭୁଲ କରୁଛନ୍ତି କ'ଣ, ସେ ଗାଁ ନନା, ମୁଁ କହୁନାହିଁ କି ଖରାପ ବିଲ୍, ଯଦି ସେ ସାର୍ଟିଫିକେଟ୍ ନେଇକି ପଢ଼ିଛନ୍ତି, ଲେଖିଛନ୍ତି ଜ୍ୟୋତିଷ ଉପରେ, ସେ କହିପାରିବେ। ମୁଁ ତ ମୋ ବିଜ୍ଞାତରେ ଆଜି ପର୍ଯ୍ୟନ୍ତ ଏମିତି ଗୋଟେ ଲୋକ ପାଇଲି ନାହିଁ ଯିଏକି ଏକାଥରେ କର୍ମକାଣ୍ଡ, ବାସ୍ତୁବିଧ ସବୁଥିରେ ପ୍ରବୀଣ ଆଜ୍ଞା, ସେଇଭଳିଆ ମତାମତ ଦିଅନ୍ତି। ଜ୍ୟୋତିଷ ଯାହାକୁ ଯିଏ ଆଷ୍ଟ୍ରୋନୋମି ପଢ଼ିକି, ଆଷ୍ଟ୍ରୋଲୋଜି ପଢ଼ିକି ଆଷ୍ଟ୍ରୋଲୋଜି ଉପରେ ରିସର୍ଚ୍ଚ କରୁଛନ୍ତି, ସେ ବାସ୍ତୁ କେମିତି କରାଯିବ, ପୂଜା ପାଠ କେମିତି କରାଯିବ, ସେମିତି ନ କରିକି ଆଷ୍ଟ୍ରୋଲୋଜି ସାର୍ଟିଫିକେଟ୍ ନେଇଛନ୍ତି, ପଢ଼ିଛନ୍ତି, ରିସର୍ଚ୍ଚ ପେପର ପବ୍ଲିଶ କରିଛନ୍ତି, ଲେଖିଛନ୍ତି। ମୁଁ ମୋ କଥା କହୁନି ଆଜ୍ଞା, ମୁଁ ତ ସବୁଟା କରିଛି, ଡେଫିନେଟଲି ମୁଁ ସେ ଆଙ୍ଗେଲରେ ପଢ଼ୁଛି, କିନ୍ତୁ ସେଇଭଳିଆ ଅଥେଣ୍ଟିକ୍ ଜ୍ୟୋତିଷ ଭଲ ଓଡ଼ିଶାର ଅଛି। ମାନେ ମୁଁ ତ ଇଂଲିଶରେ ଲେଖିଛି, ଓଡ଼ିଆରେ ତ ମୁଁ ଗୋଟେ ଲେଖିନି। ଆପଣଙ୍କୁ ଭାଗ୍ୟଲିପି ବହିରେ ଗୁଡ଼େ ଜ୍ୟୋତିଷ ଅଛନ୍ତି ଲେଖନ୍ତି, ତେଣୁ ଯିଏ ରିସର୍ଚ୍ଚ କରିଛନ୍ତି ସେଭଳିଆ ଜ୍ୟୋତିଷ ପାଖକୁ ଯାଆନ୍ତୁ। କେବେ ବି ମିସଗାଇଡାନ୍ସ ପଡ଼ିବେ ନାହିଁ। ଯେପର୍ଯ୍ୟନ୍ତ ଏଇ ମନ୍ଦିର ନନାଙ୍କ ପାଖରେ ପଡ଼ିଥିବେ, ଯେଉଁମାନେ କି ଜ୍ୟୋତିଷ ନୁହନ୍ତି, ଜ୍ୟୋତିର୍ବିଦ କହୁଥିବେ କିନ୍ତୁ ଜ୍ୟୋତିଷ ନୁହନ୍ତି, ସେମାନଙ୍କ ଚକ୍କରରେ ପଡ଼ିଲେ ଏଇଭଳିଆ ମିସଗାଇଡେଡ୍ ହେବେ। ହଉ, ଆଜି ମୋର ଯାହା କହିବାର ଥିଲା ମୁଁ ଆପଣଙ୍କୁ କହିଦେଲି। ମଝିରେ ଟିକେ ଲାଇଟ୍ ଆଜ୍ଞା କଟିଯାଉଛି, କ୍ଷମା କରିବେ। ଆପଣ ମୋ ଭଏସ୍ଟାକୁ ଶୁଣିବେ। ମୁଁ କହିଲା ପରେ ଆପଣ ପିନ୍ଧିଥିବା ଘୋଡ଼ା ନାଲଟି ଓହ୍ଲେଇକି ଫୋପାଡ଼ି ଦେବେ ନାହିଁ, କି ଆଉ ଦିଟା ପିନ୍ଧି ପକାଇବେନି ଶନିକି ଆଣିବା ପାଇଁ। ନିଜ ଭାଗ୍ୟ ଜାତକ ନ ଦେଖେଇକି କିଛି ବି ଧାରଣ ନ କରନ୍ତୁ। ଡକ୍ଟରଙ୍କ ପାଖକୁ ଯଦି ଯାଉଛନ୍ତି ତାପରେ ମେଡ଼ିସିନ ଖାଆନ୍ତୁ। ତା ପୂର୍ବରୁ ଯଦି ଆପଣ ମେଡ଼ିସିନ ଖାଇଲେ
ହୁଏ ତ ଆପଣ ଗୋଟେ बड़ रोगटा लुचिज। तेणु ज्योतिष पाखक जाऊँगी जातक देखिए जहाँ करवा कथा कर सेमती निजे निजे निजर ज्योतिष हूँ ना। हौ 15 मिनट होगला आज ये आशा करे आ पर घोड़ा नाल को आप भारी भाई चिंत यूज करेंगे गोटे परिहास करवा भी उचित। शनि की बिल्कुल डरिया उचित नुहे। वीडियोटी आपन को खूब भल लगी शेयर करेंगे बहुत कारण घोड़ा नाला बहुत बुलूचे ओडिशा माने वर्ष कमातु जातक को देखे जहाँ धारण करिया धारण करूँ कौन से विज्ञ ज्योतिर्विद कर। हाँ आज ये जब महादेव चाहते गोटे वीडियो नहीं आप खूब शीघ्र उपस्थित होगी। आज विदाय दिंतु। ओम नमः शिवाय।